କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଡିସ୍କସ୍ କରିବା ପ୍ରଥମ ବିଶ୍ୱଯୁଦ୍ଧ ବିଷୟରେ। ପ୍ରଥମ ବିଶ୍ୱଯୁଦ୍ଧ, ଯାହା ମୂଳତଃ ବିଶାଳ ଯୁଦ୍ଧ ଭାବରେ ଜଣାଶୁଣା, ଏକ ବିଶ୍ୱସ୍ତରୀୟ ସଂଘର୍ଷ ଥିଲା ଯାହା ବିଂଶ ଶତାବ୍ଦୀକୁ ମୌଳିକ ଭାବରେ ପୁନଃ ଆକୃତି ଦେଇଥିଲା। ଜୁଲାଇ 1914ରୁ ନଭେମ୍ବର 1918 ପର୍ଯ୍ୟନ୍ତ ବ୍ୟାପିଥିଲା। ଏଥିରେ 30ରୁ ଅଧିକ ଦେଶ ସାମିଲ ହୋଇଥିଲେ ଏବଂ ଏଥିରେ ଅଭୂତପୂର୍ବ ଜୀବନହାନି ଏବଂ ଭୂ ରାଜନୈତିକ ବିପ୍ଳବ ଘଟିଥିଲା। ଏହା ସେତେବେଳେ ଇତିହାସର ସର୍ବଶ୍ରେଷ୍ଠ ଯୁଦ୍ଧ ଥିଲା। କେବଳ ୟୁରୋପ, ଆଫ୍ରିକା ଏବଂ ଏସିଆରେ ଏହାର ବିଶାଳ ଭୌଗୋଳିକ ପ୍ରସାର ଯୋଗୁଁ ନୁହେଁ, ବରଂ ଯୁଦ୍ଧ ଥିଲା ସମାଜ ଏବଂ ଅର୍ଥନୀତିର ସମ୍ପୂର୍ଣ୍ଣ ସଂକଳନ ଯୋଗୁଁ। ଯଦିଓ ପ୍ରାରମ୍ଭ ଥିଲା ଜଣେ ସର୍ବିଆନ୍ ଜାତୀୟତାବାଦୀଙ୍କ ଦ୍ୱାରା ଅଷ୍ଟ୍ରିଆ ହଙ୍ଗେରୀର ଆର୍ଚଡ୍ୟୁକ୍ ଫ୍ରାଞ୍ଚ ଫର୍ଡିନାଣ୍ଡଙ୍କ ହତ୍ୟା, କିନ୍ତୁ ଯୁଦ୍ଧର ମୂଳ ସାମରିକତା, ସାମ୍ରାଜ୍ୟବାଦ ଏବଂ ପାରସ୍ପରିକ ପ୍ରତିରକ୍ଷା ମେଣ୍ଟର ଏକ ଜଟିଳ ବ୍ୟବସ୍ଥାର ଏକ ଅସ୍ଥିର ମିଶ୍ରଣ ପାଲଟି ଯାଇଥିଲା। ଏହି ସଂଘର୍ଷ ଜର୍ମାନୀ, ଅଷ୍ଟ୍ରିଆ ହଙ୍ଗେରୀ ଏବଂ ଅଟୋମାନ ସାମ୍ରାଜ୍ୟର ନେତୃତ୍ୱାଧୀନ କେନ୍ଦ୍ରୀୟ ଶକ୍ତି ବିରୁଦ୍ଧରେ ମିତ୍ର ଶକ୍ତି, ମୁଖ୍ୟତଃ ଗ୍ରେଟ୍ ବ୍ରିଟେନ୍, ଫ୍ରାନ୍ସ, ରୁଷ ଏବଂ ପରେ ଯୁକ୍ତରାଷ୍ଟ୍ରକୁ ଠିଆ କରିଥିଲା। ପ୍ରାରମ୍ଭରେ ଯାହା ଏକ ଛୋଟ ଯୁଦ୍ଧ ହେବ ବୋଲି ଆଶା କରାଯାଇଥିଲା, ତାହା ଶୀଘ୍ର ଏକ ନିଷ୍ଠୁର ଅଚଳାବସ୍ଥାରେ ପରିଣତ ହୋଇଥିଲା। ଏହା ପଶ୍ଚିମ ଫ୍ରଣ୍ଟରେ ସବୁଠାରୁ ସ୍ପଷ୍ଟ ଥିଲା, ଯେଉଁଠାରେ ସୈନିକମାନେ ଯୁଦ୍ଧର ଭୟଙ୍କରତା ସହ୍ୟ କରୁଥିଲେ। କାଦୁଅ, ମୂଷାପ୍ରବଣ ଗାତରେ ସୈନ୍ୟମାନେ ବାସ କରି ମେସିନ୍ ଗନ୍, ଭାରୀ ତୋପ ଏବଂ ମଷ୍ଟାର୍ଡ ଗ୍ୟାସ୍ ଭଳି ରାସାୟନିକ ଅସ୍ତ୍ରର ଭୟଙ୍କର ପ୍ରବେଶରୁ ନିରନ୍ତର ବିପଦର ସମ୍ମୁଖୀନ ହୋଇଥିଲେ। ପ୍ରଯୁକ୍ତି ବିଦ୍ୟା ଉଦ୍ଭାବନ ଯୁଦ୍ଧର ଅଧିକାଂଶ ଅଂଶକୁ ପରିଭାଷିତ କରିଥିଲା, କାରଣ ଶିଳ୍ପ ବିପ୍ଳବକୁ ଯୁଦ୍ଧ କ୍ଷେତ୍ରରେ ବିନାଶକାରୀ ଦକ୍ଷତା ସହିତ ପ୍ରୟୋଗ କରାଯାଇଥିଲା। ଯୁଦ୍ଧରେ ଟ୍ୟାଙ୍କ, ଆକାଶ ଯୁଦ୍ଧ ପାଇଁ ବିମାନ ଏବଂ ବୁଡ଼ାଜାହାଜର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବ୍ୟବହାର କରାଯାଇଥିଲା, ଯାହା ବିଶ୍ୱ ବାଣିଜ୍ୟକୁ ବାଧା ଦେଇଥିଲା। ନଭେମ୍ବର 11, 1918ରେ ଯୁଦ୍ଧ ବିରାମ ଚୁକ୍ତି ସ୍ୱାକ୍ଷର ପରେ ବନ୍ଧୁକ ନୀରବ ହେବା ପର୍ଯ୍ୟନ୍ତ ପ୍ରାୟ 16 ନିୟୁତ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଆଧୁନିକ ଯୁଦ୍ଧର ପ୍ରକୃତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଥିଲେ। ଯୁଦ୍ଧର ପରିଣାମ ସଂଘର୍ଷ ପରି ଗୁରୁତ୍ୱପୂର୍ଣ୍ଣ ଥିଲା। ଭର୍ସାଇଲ୍ ଚୁକ୍ତି 1919 ଆନୁଷ୍ଠାନିକ ଭାବରେ ଯୁଦ୍ଧ ସମାପ୍ତ କରିଥିଲା, କିନ୍ତୁ ଜର୍ମାନୀ ଉପରେ କଠୋର କ୍ଷତିପୂରଣ ଲାଗୁ କରିଥିଲା। କ୍ଷୋଭର ବୀଜ ବୁଣିଥିଲା। ଚାରୋଟି ପ୍ରମୁଖ ସାମ୍ରାଜ୍ୟ ଜର୍ମାନ, ଅଷ୍ଟ୍ରୋ-ହଙ୍ଗେରିଆନ, ଅଟୋମାନ ଏବଂ ରୁଷିଆନ ଭାଙ୍ଗି ପଡ଼ିଲା, ଯାହା ଫଳରେ ନୂତନ ରାଷ୍ଟ୍ର ରାଜ୍ୟ ସୃଷ୍ଟି ହେଲା। ଶେଷରେ ପ୍ରଥମ ବିଶ୍ୱଯୁଦ୍ଧ ରାଷ୍ଟ୍ରଗୁଡ଼ିକର ସାମରିକ ଗଠନକୁ ପରିବର୍ତ୍ତନ କଲା, ମହିଳାମାନଙ୍କ ମତଦାନ ଆନ୍ଦୋଳନକୁ ତ୍ୱରାନ୍ୱିତ କଲା ଏବଂ ଲିଗ୍ ଅଫ୍ ନେସନ୍ସ ସୃଷ୍ଟି କଲା, ଯାହା ଆଧୁନିକ ଅନ୍ତର୍ଜାତୀୟ କ୍ରମ ପାଇଁ ମଞ୍ଚ ସ୍ଥାପନ କଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।